ପ୍ରଭୁଙ୍କ ଲୋକମାନେ କେଉଁ ପ୍ରକାର ଲୋକ ଭ୍ରାନ୍ତି ପଥରେ ଚାଲନ୍ତି ଜାଣିଛନ୍ତି କି? ଭ୍ରାନ୍ତି ହେବାର ଗୁଡ଼ାଏ ବିଷୟ ରହିଅଛି। ଗୁଡ଼ାଏ ପ୍ରକାର ଉପାୟରେ ଭ୍ରାନ୍ତି ହୁଅନ୍ତି। ମାତ୍ରକ ଆମେ ଗୋଟେ ବାକ୍ୟ ଯଦି ଶିକ୍ଷା କରିବା, ହିତୋପଦେଶ ତାର 10 ଯଦି 17 ପଦ ଲେଖାଯାଏ, ଉପଦେଶ ଯେମାନେ ସେ ଜୀବନ ପଥରେ ଚାଲେ। କେଉଁମାନେ ଜୀବନ ପଥରେ ଚାଲନ୍ତି? ଯେଉଁମାନେ ଉପଦେଶକୁ ମାନନ୍ତି। ଈଶ୍ୱରଙ୍କ ଆଜ୍ଞା, ଈଶ୍ୱରଙ୍କ ଇଚ୍ଛା ମତେ ଯେଉଁମାନେ ଚାଲନ୍ତି ସେମାନେ ଜୀବନ ପଥରେ ଚାଲନ୍ତି। ମାତ୍ର ଯେ ଅନୁଯୋଗ ତ୍ୟାଗ କରେ ସେ ଭ୍ରାନ୍ତି ହୁଏ। କେଉଁମାନେ ଈଶ୍ୱରଙ୍କ କଥା ମାନନ୍ତି ନାହିଁ, ଅନୁଯୋଗକୁ ମାନନ୍ତି ନାହିଁ, ସେମାନେ ଭ୍ରାନ୍ତି ହୁଅନ୍ତି। ଏହା ବାକ୍ୟ କହୁଅଛି। ତ ଯୋହନ ପୁସ୍ତକ 8:51 ଯୀଶୁଖ୍ରୀଷ୍ଟ ମଧ୍ୟ କହିଲେ, ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଛି, ଯଦି କେହି ମୋର ବାକ୍ୟ ପାଳନ କରେ ସେ କଦାପି କେବେ ମୃତ୍ୟୁ ଦର୍ଶନ କରିବ ନାହିଁ। ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ମାନନ୍ତି, ଯେଉଁମାନେ ଈଶ୍ୱରଙ୍କ ଇଚ୍ଛା ମତେ ଜୀବନ କାଟନ୍ତି, ପ୍ରଭୁଙ୍କ ଲୋକମାନେ, ସେମାନେ କେବେ ଭ୍ରାନ୍ତି ହୁଅନ୍ତି ନାହିଁ, ସେମାନେ କେବେ ମଧ୍ୟ ମୃତ୍ୟୁ ଦର୍ଶନ କରିବେ ନାହିଁ, ଅର୍ଥାତ୍ ନରକ ଯିବେ ନାହିଁ। ଆଉ ଯେଉଁମାନେ ପ୍ରଭୁଙ୍କର କଥା ମାନନ୍ତି ନାହିଁ, ପ୍ରଭୁଙ୍କ ପଥରେ ଚାଲନ୍ତି ନାହିଁ, ପ୍ରଭୁଙ୍କ ଇଚ୍ଛାକୁ ଜାଣନ୍ତି ନାହିଁ, ଆଉ ଅନାଜ୍ଞା ଜୀବନ କାଟନ୍ତି, ସେମାନେ ଭ୍ରାନ୍ତି ହୁଅନ୍ତି। ଆଉ ଯେଉଁମାନେ ଅନୁଯୋଗକୁ ଭଲ ପାଆନ୍ତି, ଯେଉଁମାନେ ବାକ୍ୟକୁ ଶିକ୍ଷାକୁ ମାନି ଚାଲନ୍ତି, ସେମାନେ ଜୀବନ ପଥରେ ଚାଲନ୍ତି। ଏହା ଆମେ ବାକ୍ୟରେ ଶିକ୍ଷା କରୁଅଛୁ। ତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ଭାଇମାନେ, ଭଉଣୀମାନେ, ବାପା ମା' ମାନେ ସମସ୍ତେ ଆଉ ବାକ୍ୟ ଦ୍ୱାରା ନିଜ ନିଜକୁ ଆମେ ସମୀକ୍ଷା କରିବା ଯେ ଆମେ କେଉଁ ପଥରେ ଯାଉଅଛୁ। ଆମେ ଅନୁଯୋଗ ମାନୁଅଛୁ କି ନାହିଁ, ଆମେ ପ୍ରଭୁଙ୍କ ଇଚ୍ଛା ମତେ ଜୀବନ କାଟୁଅଛୁ କି ନାହିଁ, ନା ଆମେ ଭ୍ରାନ୍ତି ପଥରେ ଯାଉଅଛୁ, ନା ଆମେ ନିଜେ ଭ୍ରାନ୍ତି ହେଉଅଛୁ। ଯଦି ଆଉ ଗୋଟେ ପଦ ପାଠ କରିବା, ହିତୋପଦେଶ 12 ଯଦି 1 ପଦ ହିଁ ପାଠ କରିବା, ଯେଉଁ ଲୋକ ଶାସନ ଭଲ ପାଏ ସେ ଜ୍ଞାନ ଭଲ ପାଏ, ମାତ୍ର ଯେ ଅନୁଯୋଗ ଗ୍ରହଣ କରେ ସେ ପଶୁ ତୁଲ୍ୟ ବୋଲି ଲେଖାଯାଇଅଛି। ଯେଉଁମାନେ ଅନୁଯୋଗକୁ ଗ୍ରହଣ କରନ୍ତି, ଯେଉଁମାନେ କହିବା କଥାକୁ ମାନନ୍ତି ନାହିଁ, ଇଚ୍ଛା କରନ୍ତି ନାହିଁ, ଶୁଣିବାକୁ ମନ ଦିଅନ୍ତି ନାହିଁ, ସେମାନେ କ'ଣ ପଶୁ ତୁଲ୍ୟ ବୋଲି ହିତୋପଦେଶର ଜ୍ଞାନ ସମୂହ ଲେଖୁଛନ୍ତି। କେଉଁମାନେ? ଯେଉଁ ଲୋକ ଶାସନ ଭଲ ପାଏ ସେ ଜ୍ଞାନ ଭଲ ପାଏ, ମାତ୍ର ଯେ ଅନୁଯୋଗ ଗ୍ରହଣ କରେ ସେ ପଶୁ ତୁଲ୍ୟ। ତ ବୁଝିପାରନ୍ତି, ପ୍ରଭୁ ଲୋକମାନେ ସମସ୍ତେ ବୁଝିପାରୁଛନ୍ତି। ଆମେ ଯାହା ହେଲେ ବି ପ୍ରଭୁଙ୍କର କଥା ମାନି ଚାଲିବା, ଆମେ ନିଶ୍ଚୟ ଜ୍ଞାନକୁ ଭଲ ପାଇବା, ମାତ୍ର ପଶୁ ତୁଲ୍ୟ ହେବା କଥା ନୁହେଁ। ଯଦି ହିତୋପଦେଶ ସେଇ 29 ଯଦି 1 ପଦ ପାଠ କରିବା, ସେଥିରେ ମଧ୍ୟ ଲେଖାଯାଏ, ଯେଉଁ ଲୋକ ଥରକୁ ଥର ଅନୁଯୋଗ ପାଇଲେ ହେଁ ଆପଣା ଗ୍ରୀବା ଶକ୍ତ କରେ ସେ ପ୍ରତିକାର ବିନୁ ହଠାତ୍ ଭଗ୍ନ ହେବ। ଆଉ ସେ ରକ୍ଷା ପାଇବ ନାହିଁ, ଆଉ ତାଙ୍କୁ ସଜାଡ଼ିବ ସମୟ ପାଇବ ନାହିଁ, ମାତ୍ର ସେ ଦିନେ ଭଗ୍ନ ହେବ, ଅର୍ଥାତ୍ ଦିନେ ସେ ନିଶ୍ଚୟ ମୃତ୍ୟୁ। ତ ଆମେ ବୁଝିପାରିବା, ଯେଉଁ ଲୋକ ଆଜି ଥରକୁ ଥର ଅନୁଯୋଗ, ଥରକୁ ଥର ସଚେତନ, ଥରକୁ ଥର ସଚେତନ କରାଯାଉଛି, ଏଥି ସତ୍ତ୍ୱେ ବି ଯଦି ଜଣେ ଗ୍ରୀବାକୁ ଶକ୍ତ କରୁଅଛି, ମନକୁ କଠିନ କରୁଅଛି, ହୃଦୟକୁ ପଥର କରୁଅଛି, ପରିବର୍ତ୍ତିତ ହେଉନାହିଁ, ସତ୍ୟ ପଥରେ ଚାଲୁନାହିଁ, ଦିନେ ଏହି ପ୍ରକାର ସମୟ ଆସିବ, ଆଉ ସେ କେବେ ରକ୍ଷା ପାଇବ ନା, ସଜାଡ଼ିବା ସମୟ ପାଇବ ନା, ସେ ଦିନେ ନିଶ୍ଚୟ ଭଗ୍ନ ହେବ। ଏହା ବାକ୍ୟରେ କୁହାଯାଏ। କ'ଣ ଲେଖାଯାଏ? ଯେ ଲୋକ ଥରକୁ ଥର ଅନୁଯୋଗ ପାଇଲେ ହେଁ ଆପଣା ଗ୍ରୀବ ଶକ୍ତ କରେ ସେ ପ୍ରତିକାର ବିନୁ ହଠାତ୍ ଭଗ୍ନ ହେବ। ଆଉ ସେ ସଜାଡ଼ିବାକୁ ସୁଯୋଗ ପାଇବ ନା, ଆଉ ସେ ରକ୍ଷା ପାଇବ ନାହିଁ, ଆଉ ତାଙ୍କୁ ଅନୁଯୋଗ ମିଳିବ ନାହିଁ, ସେଦିନ ହଠାତ୍ ଭଗ୍ନ ହେବ, ନଷ୍ଟ ହେବ ବା ମୃତ୍ୟୁ ହେବ। ତ ଆଜି ଯେଉଁ ସୁଯୋଗ ଅଛି, ଆଜି ଯେଉଁ ସମୟ ଅଛି, ଅନେକ ଶିକ୍ଷା ଦ୍ୱାରା, ଅନେକ ୟୁଟ୍ୟୁବ୍ ଦ୍ୱାରା, ଅନେକ ଜରିଆରେ ଆମକୁ ଶିକ୍ଷା ମିଳୁଛି। ଏହି ଅନୁଯୋଗ, ଏହି କଥାକୁ, ଏହି ବାକ୍ୟକୁ ଯଦି ଆମେ ମାନୁନାହୁଁ, ତାହେଲେ ଦିନ ଏହି ପ୍ରକାର ସମୟ ହେବ, ଆମେ ଯେତେ ଖୋଜିଲେ ମଧ୍ୟ ସେହି ସମୟ ପାଇବା ନାହିଁ, ତାହା ବିନାଶର ସମୟ ଦିନ ଆସିବ। ସେଇଦିନ ଆଉ କୌଣସି ଅନୁଯୋଗ ନାହିଁ, ସେଦିନ ନିଶ୍ଚୟ ଦିନ ବିନାଶ ହେବ। ତାହା ଯଦି ପାଠ କରିବା 2 ପିତରରେ ମଧ୍ୟ ଲେଖାଯାଏ, ସେଠି ମଧ୍ୟ ଏକ କୁକୁର ଆଉ ଘୁଷୁରୀର ସ୍ୱଭାବ ମଧ୍ୟ ଲେଖାଯାଇଛି। ପ୍ରଭୁଙ୍କ ଲୋକମାନେ, ଯେଉଁମାନେ ସମସ୍ତ ସଂସାରର ଅସୁଚିତାରୁ ବାହାରେ ହେଲା ପରେ ଯଦି ସେଥିରେ ପୁନଃ ଲିପ୍ତ ହେଉଛନ୍ତି, ସେମାନେ କ'ଣ ଘୁଷୁରୀ ଆଉ କୁକୁର ତୁଲ୍ୟ ବୋଲି ମଧ୍ୟ ପିତର ଲେଖୁଅଛନ୍ତି। ଲେଖାଯାଏ 2 ପିତର 2:20ରୁ ହିଁ ପାଠ କରିବା, ଯେଣୁ ସେମାନେ ଯଦି ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ବିଷୟକୁ ଜ୍ଞାନ ଦ୍ୱାରା ସଂସାରର ଅସୁଚିତାର ରକ୍ଷା ପାଇ ପୁନର୍ବାର ସେଥିରେ ବନ୍ଧନରେ ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, ତାହା ହେଲେ ସେମାନଙ୍କ ପ୍ରଥମ ଦଶା ଅପେକ୍ଷା ଶେଷ ଦଶା
ଅଧିକ ମନ୍ଦ ହୁଏ? କାରଣ ଧାର୍ମିକତାର ମାର୍ଗ ଜାଣି ଆପଣମାନଙ୍କ ନିକଟରେ ସମର୍ପିତ ପବିତ୍ର ଆତ୍ମାଙ୍କୁ ବିମୁଖ ହେବା ଅପେକ୍ଷା ବରଂ ସେହି ମାର୍ଗ ନ ଜାଣିବା ସେମାନଙ୍କ ପକ୍ଷରେ ଭଲ ହୋଇଥାନ୍ତା। କୁକୁର ଆପଣା ଭାତି ଖାଇବାକୁ ଓ ଦତ୍ତ ହୋଇଥିବା ଘୁଷୁରି କାଦୁଅରେ ଲୋଟିବାକୁ ପୁନର୍ବାର ଫେରେ। ଏହି ସତ୍ୟ ଦୃଷ୍ଟାନ୍ତ ସେମାନଙ୍କ ପ୍ରତି ଘଟୁଅଛି। ଦେଖନ୍ତୁ ପ୍ରଭୁଙ୍କ ଲୋକମାନେ, ଯେଉଁମାନେ ଥରେ ସଂସାରରୁ ଅସୁଚିତା ମନ୍ଦ ପାପ ଠାରୁ ଉଦ୍ଧାର ପାଇଲା ପରେ ଆଉ ଯୀଶୁଙ୍କୁ ଜାଣିଲା ପରେ, ପବିତ୍ର ଆତ୍ମାଙ୍କ ସହଭାଗିତା ହେଲା ପରେ, ଭଲ ମନ୍ଦ ଜାଣିଲା ପରେ, ପ୍ରଭୁ ଯେ ସତ୍ୟ ପ୍ରଭୁ ଆଉ ପ୍ରଭୁଙ୍କୁ ଜାଣିବା ଅନନ୍ତ ଜୀବନ, ତାଙ୍କଠାରେ ପାପ କ୍ଷମା ହୁଏ, ତାର ବହୁ ପାପ କ୍ଷମା ହେଲା ପରେ ବି ସେ ସକଳ ବିଷୟ ଜାଣିଲା ପରେ ଯଦି ପୁନଃ ଯେଉଁ ଛାଡ଼ିକି ଆସିଥିବା ଜିନିଷକୁ ପୁନର୍ବାର ସେ କରୁଅଛି, ତାହେଲେ ସେ କେବେ ମଧ୍ୟ ରକ୍ଷା ପାଇବ ନାହିଁ। ସେ ଘୁଷୁରି ଆଉ କୁକୁର ତୁଲ୍ୟ। ସେ କୁକୁରମାନେ ଯେମିତି ବାନ୍ତି କରିକି ଆପଣ ବାନ୍ତି ଖାଇବେ, ସେହି ପ୍ରକାର ଘୁଷୁରି ଯେମିତି କାଦୁଅ ଲୋଟିବାକୁ ଭଲ ପାଏ, ସେହି ପ୍ରକାର ମାନେ ପାପକୁ ଭଲ ପାଇବେ। ଆଉ ଏହି ପ୍ରକାର ନ ହୋଇ ଆମେ ସମ୍ପୂର୍ଣ୍ଣ ସଚେତନ ଜୀବନ କାଟିବା ଆଜି ଦିନମାନଙ୍କରେ। ତ ପ୍ରଭୁଙ୍କ ଲୋକମାନେ, ଆମେ ସେ ପ୍ରକାର ନ ହୋଇ ଆମେ ସମ୍ପୂର୍ଣ୍ଣ ଆଲୋକର ସନ୍ତାନ ହେଇ ପବିତ୍ର ଜୀବନ କାଟି, ପ୍ରଭୁଙ୍କ ଇଚ୍ଛା ମତେ ଜୀବନ କାଟି, ତାଙ୍କର ଅନୁଯୋଗରେ, ତାଙ୍କର ବାକ୍ୟରେ ଆମେ କ'ଣ କରିବା? ମନ ଦେବା ଆଉ ପ୍ରଭୁଙ୍କ ପଥରେ ଫେରିବା। ତାହେଲେ ଦିନେ ଆମେ କ'ଣ ହେବା? ରକ୍ଷା ପାଇବା। ଯଦି ପ୍ରଭୁଙ୍କ ପଥରେ ଫେରିବା ନାହିଁ, ଅନେକ ପ୍ରଭୁ ପ୍ରଭୁ ବୋଲି ତ କୁହନ୍ତି, ମାତ୍ର କେହି ସ୍ୱର୍ଗରାଜ ଯିବେ ନାହିଁ। ମାତ୍ର କେଉଁମାନେ ଯିବେ? ଯେଉଁମାନେ ତାହାଙ୍କ ଇଚ୍ଛା ସାଧନ କରନ୍ତି, ପବିତ୍ର ଜୀବନ, ସୂଚି ଜୀବନ, ଧାର୍ମିକତା ଜୀବନ, ସତ୍ୟ ଜୀବନ କାଟନ୍ତି, ସେମାନେ ହିଁ ସ୍ୱର୍ଗ ଯିବେ। ମାତ୍ର ଯେଉଁମାନେ ଅନୁଯୋଗକୁ ତୁଚ୍ଛ କରନ୍ତି, ଯେଉଁମାନେ ବାକ୍ୟ ଶୁଣି ପରିବର୍ତ୍ତିତ ହୁଅନ୍ତି ନାହିଁ, ବାରମ୍ବାର କହିଲା ସତ୍ତ୍ୱେ ମଧ୍ୟ ମଣିଷ ପରିବର୍ତ୍ତିତ ହୁଏ ନାହିଁ, ସେମାନେ ଦିନେ ବିନଷ୍ଟ ହେବେ। ଯଦି ଆମେ ପାଠ କରିବା ଏଭ୍ରି ପୁସ୍ତକ ଯଦି 6 ଅଧ୍ୟାୟରେ ଯଦି ଆମେ ପାଠ କରିବା, ସେଥିରେ ମଧ୍ୟ ସୁନ୍ଦର ବିଷୟ ଲେଖାଯାଏ। ସେଥିରେ ମଧ୍ୟ ଆମେ ଅଳ୍ପ ସମୟ ଶିକ୍ଷା କରିବା। ଏଭ୍ରି ପୁସ୍ତକ 6 ଅଧ୍ୟାୟରେ ଯଦି 7-8 ପାଠ କରିବା, କାରଣ ଯେଉଁ ଭୂମି ଆପଣା ଉପରେ ବାରମ୍ବାର ପତିତ ବୃଷ୍ଟି ଜଳ ପାନ କରେ, ଆଉ ଯେଉଁମାନଙ୍କ ନିମନ୍ତେ ତାହା ଚାଷ କରାଯାଏ, ସେମାନଙ୍କ ଉପଯୋଗୀ ଶାଖାଦି ଉତ୍ପନ୍ନ କରେ, ତାହା ଈଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ। କିନ୍ତୁ ତାହା ଯଦି କଣ୍ଟା ଓ ଅଗରା ଗଛ ଉତ୍ପନ୍ନ କରେ, ତେବେ ତାହା ଅଗ୍ରାହ୍ୟ ହୋଇ ଅବିଳମ୍ବେ ଶାପଗ୍ରସ୍ତ ହୁଏ, ପୁଣି ତାହାର ଚରମ ଦଶା ଅଗ୍ନିଦାହ। ପ୍ରଭୁଙ୍କ ଲୋକମାନେ, ଏକ ଭୂମି ସଦୃଶ ଏକ ମଣିଷ ଏଠି ଦର୍ଶାଯାଉଛି। ଯଦି ଶିକ୍ଷା ପାଇଲା ପରେ, ଚେତନା ପାଇଲା ପରେ ଯଦି ଭୂମିରୁ ବା ମଣିଷ ଯଦି କିଛି ଫଳପ୍ରଦ ଜୀବନ କାଟୁନାହିଁ, ସେ ମନ୍ଦ ଅଭ୍ୟାସ, ମନ୍ଦ ଚିନ୍ତା, ମନ୍ଦ କାର୍ଯ୍ୟ, ମନ୍ଦ ପାପ ଚିନ୍ତା, ପାପ କାର୍ଯ୍ୟ ଜୀବନ କାଟୁଅଛି, ଉଦ୍ଧାର ପାଇଲା ପରେ, ବାକ୍ୟ ଶୁଣିଲା ପରେ, ଚେତନା ଜାଣିଲା ପରେ, ତାହା ହେଲେ ରକ୍ଷା ନାହିଁ। ତାହା ଦିନେ କ'ଣ ହେବ? ନା ଅଗ୍ନି ନିମନ୍ତେ, ବା ସେହି ଲୋକ ଦିନେ କ'ଣ ହେବ? ବିନଷ୍ଟ ହେବ। ଆଉ ଯେଉଁମାନେ ବାରମ୍ବାର ବର୍ଷା ଜଳ ବା ପତିତ ବୃଷ୍ଟି ଜଳ, ମାନେ ଆମେ ଶିକ୍ଷା, ଚେତନା, ଆଜ୍ଞା ପାଇଲା ପରେ ଯଦି କିଛି ଉତ୍ପନ୍ନ କରୁଅଛୁ, ଈଶ୍ୱରଙ୍କ ଉଦ୍ଦେଶ୍ୟ ଆଶୀର୍ବାଦ ହୁଏ। ଯଦି ଆମେ କିଛି ଫଳପ୍ରଦ ଜୀବନ କାଟୁଛୁ, ଶାଖାଦି ଉତ୍ପନ୍ନ କରୁଅଛୁ, ତାହେଲେ ତ ଆଶୀର୍ବାଦ ଈଶ୍ୱରଙ୍କ ଠାରେ। ମାତ୍ର ଭୂମି ଯଦି ବାରମ୍ବାର ବର୍ଷା ପାଣି ସବୁ ପାଇଲା ପରେ ଯଦି କଣ୍ଟା ଅଗର ଗଛ ଉତ୍ପନ୍ନ କରୁଛି, ତାହେଲେ ସେ କଣ୍ଟା ଅଗର ଗଛ କେହି ରଖନ୍ତି ନା, ତାକୁ ନିଆଁରେ ଫୋପାଡ଼ି ଦିଅନ୍ତି। ତ ଠିକ୍ ସେହି ପ୍ରକାର ଈଶ୍ୱରଙ୍କ ବାକ୍ୟ ଶୁଣି ଈଶ୍ୱରଙ୍କ ପଥକୁ ଯଦି ନ ଯାଇ, ମନ ନ ଫେରାଇ, ସେହି ପାପ, ସେହି ଅଧର୍ମ ଜୀବନ ଯେଉଁମାନେ କାଟନ୍ତି, ସେମାନେ ତ ନିଶ୍ଚୟ ଦିନେ ବିନଷ୍ଟ ହେବେ। ଆଜି ଯେଉଁ ଅନୁଯୋଗ ବାରମ୍ବାର ମିଳୁଅଛି, ଅନୁଯୋଗ ବାରମ୍ବାର ପାଇଲା ପରେ ଯଦି ପ୍ରଭୁଙ୍କ ଲୋକମାନେ ପ୍ରଭୁଙ୍କ ପଥରେ ଫେରୁନାହାନ୍ତି, ତାହେଲେ ସେମାନେ ଦିନେ କ'ଣ ହେବେ? ବିନଷ୍ଟ ହେବେ। ଆଉ ସେମାନେ ପ୍ରତିକାର ବିନୁ କ'ଣ ହେବେ? ହଠାତ୍ ଭଗ୍ନ। ଆଜି ଯେଉଁମାନେ ବାରମ୍ବାର ସଚେତନ ଆଉ ବାରମ୍ବାର ଅନୁଯୋଗ ପାଇଲା ପରେ ଯଦି ପ୍ରଭୁଙ୍କ ପଥକୁ ଫେରୁନାହାନ୍ତି, ସେମାନେ ଦିନେ ହଠାତ୍ ବିନଷ୍ଟ ହେବେ। କି ଯେଉଁ ଭୂମି ସଦୃଶ, ଭୂମି ଯଦି ବାରମ୍ବାର ଭଲ ପାଣି ପାଇଲା, ସାର ପାଇଲା, ଖତ ପାଇଲା, ମାତ୍ର ପାଇଲା ପରେ ଯଦି ସେ ଭୂମିରୁ ଯଦି କିଛି ଭଲ ବିଷୟ ଉତ୍ପନ୍ନ ହେଉନାହିଁ, ବା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ବାକ୍ୟ ଶୁଣିଲା ପରେ, ଚେତନା ପାଇଲା ପରେ, ପ୍ରଚାର ଶୁଣିଲା ପରେ, ପାଷ୍ଟର ପ୍ରଚାର କହିଲା ପରେ ଯଦି ପରିବର୍ତ୍ତିତ ହେଉନାହିଁ, ସେ କିଛି ଉତ୍ପନ୍ନ କରୁନାହିଁ ଭଲ ବିଷୟ, ତାହେଲେ ଆଉ ସେ କ'ଣ? ପ୍ରଭୁଙ୍କ ଲୋକମାନେ ସେଦିନ ନିଶ୍ଚୟ ବିନଷ୍ଟ ହେବ। ଆଜି ଯେଉଁ ଲୋକ ବାକ୍ୟ ଶୁଣିଲା ପରେ ପରିବର୍ତ୍ତିତ ହେଉଅଛନ୍ତି, ଭଲ ବିଷୟ ଉତ୍ପନ୍ନ କରୁଛନ୍ତି, ତାହେଲେ ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ। ଏଇଟା ହିଁ ବାକ୍ୟରେ ଆମେ ଶିକ୍ଷା କରୁଅଛୁ। ତ ପ୍ରଭୁଙ୍କ ଲୋକମାନେ, ଆମେ ବାକ୍ୟ ଶୁଣିବାକୁ କ୍ଳାନ୍ତ ନ ହେବା ଆଉ ଅନୁଯୋଗ ତୁଚ୍ଛ କରିବା ନାହିଁ।
ପ୍ରଭୁଙ୍କ ପଥରେ ଚାଲିବା, ଭ୍ରାନ୍ତି ପଥରେ ଚାଲିବା ନାହିଁ, ଈଶ୍ୱରଙ୍କ କଥା ମାନିବା, ତାହେଲେ ଆମେ ଦିନେ ରକ୍ଷା ପାଇବା। ଯଦି ଏହି ପ୍ରକାର ଯଦି ଜୀବନ ଅବହେଳିତ ଜୀବନ କାଟିବା, ପ୍ରଭୁଙ୍କ ଇଚ୍ଛାମିତ ଜୀବନ ନ କାଟି ଆମେ ଯଦି ଅବହେଳିତ ଜୀବନ କାଟିବା, ଦିନେ ଆମେ ବିନଷ୍ଟ ହେବା। ଆମେ ଏକ ଭୂମି ସଦୃଶ ଏଠି ମାନେ ଏଭ୍ରି ପୁସ୍ତକରେ ପାଉଲ ଲେଖୁଛନ୍ତି ଭୂମି ସଦୃଶ। ଯଦି ଜଣେ ଗୋଟେ ଭୂମି ଯଦି କଣ୍ଟା ଅଗ୍ର ଉତ୍ପନ୍ନ କଲା, ସେ କଣ୍ଟା କିଏ ନିଅନ୍ତି ନାହିଁ, ଅଗରା ଗଛ କିଏ ନିଅନ୍ତି ନାହିଁ। ଭୂମିରେ କ'ଣ ଭଲ ବିହନ ଯଦି ଉତ୍ପନ୍ନ ହେଲା, ତାହେଲେ ମଣିଷ ତାକୁ ନିଅନ୍ତି ଆଉ ନିଜ ନିମନ୍ତେ ୟୁଜ୍ କରନ୍ତି। ଯଦି ଭୂମିରେ ଯଦି ସଠିକ୍ ବର୍ଷା, ସଠିକ୍ ପାଣି ପବନ, ସଠିକ୍ ସବୁ କିଛି ହେଲା ପରେ ଯଦି ସେ ଭୂମି ଯଦି କିଛି ଭଲ ଉତ୍ପନ୍ନ ହେଉନାହିଁ, ତାହେଲେ ଯଦି ବି ଉତ୍ପନ୍ନ ହେଉଛି ଖରାପ ଉତ୍ପନ୍ନ ହେଉଛି ବୋଲେ ତାକୁ କ'ଣ ରଖିବେ କି?